ଖପ୍ରାଖୋଲ ପୋଲିସ ଦ୍ୱାରା ବିପୁଳ କପ୍ ସିରଫ ସହ 4 ଜଣ ଗିରଫ, 2 ବାଇକ୍ ଜବତ। ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ପୋଲିସ ବିପୁଳ କପ୍ ସିରଫ ସହ 4 ଜଣ ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ଏମାନଙ୍କଠାରୁ 2ଟି ବାଇକ୍ ସହ ଟଙ୍କା, ମୋବାଇଲ ଫୋନ୍ ମଧ୍ୟ ଜବତ କରିଛି ଖପ୍ରାଖୋଲ ପୋଲିସ। ଗିରଫ 3 ଜଣ ଯୁବକ ଖପ୍ରାଖୋଲ ଥାନା ଭାଲଡୁଙ୍ଗୁରି ଗାଁର ହୋଇଥିବା ବେଳେ ଆଉ ଜଣେ ବ୍ୟକ୍ତି ବେଲପଡ଼ା ଥାନା ବେଲପଡ଼ାର ବୋଲି ଜଣାପଡ଼ିଛି। ଏମାନେ ଖପ୍ରାଖୋଲ ତଥା ବେଲପଡ଼ା ଅନେକ ଅଞ୍ଚଳକୁ ବେଆଇନ କପ୍ ସିରଫ ବିଭିନ୍ନ ସ୍ଥାନରେ ବିକ୍ରି କରୁଥିବା ଖପ୍ରାଖୋଲ ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଛକି ବସିଥିବା ବେଳେ 2ଟି ବାଇକ୍ରେ କପ୍ ସିରଫ ଚୋରାଚାଲାଣ ଜାଣିପାରି ଏମାନଙ୍କୁ ଧରିବାରେ ସଫଳ ହୋଇଛି। ଆଜି ଅଭିଯୁକ୍ତ 4 ଜଣ ଯୁବକଙ୍କୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି। ବ୍ୟୁରୋ ରିପୋର୍ଟ, ମିର୍ଚ୍ଚା ନ୍ୟୁଜ।